ହେଇଛି କହିପାରିବ? କେତେ ଜଣ ପଚାରିବି ଏ ମୁଁ ପଛାରେ ମୋ ଅନ୍ୟ ଜ୍ଞାନ ନେଇଛି ପଛାରେ କେତେ ଜଣ ମହାପୁରୁଷଙ୍କର ଫଟୋ ମରା ହେଇଛି? କେତେ ଜଣ? କେତେ ଜଣ? ତାମାନେ ତମେ କ୍ଲାସକୁ ଆଇଲେ କୁଆଡ଼େ କିଛି ତମେ ଦେଖୁ ନା ଟୋଟାଲ 10 ନମ୍ବର ମରା ହେଇଛି ନାଇଁ? ଆଉ ଗୋଟେ କହିଲେ କ'ଣ ଗୋଟେ କହୁଥିଲ? 1 ନମ୍ବରରେ ମହାତ୍ମା ଗାନ୍ଧୀ ଆଉ ଦେଶ ସ୍ୱାଧୀନତା ବାପୁଜୀ କହୁଥିଲେ ନାଇଁ କି? ତାପରେ ତାଙ୍କର କ'ଣ ଆମେ କୋଉ ଦେଶ ପାଳନ କରୁଛେ? ତାଙ୍କ ଫଟୋ କୋଉ ଦେଶ ପୂଜା କରୁଛେ? ବୁଲି ବୁଲି କରେ ବୁଲି ବୁଲି ସେପଟେ ଫଟୋ ଦେଖ ହେଲା। ଆମେ କୋଉ ତାଙ୍କର କୋଉ କ'ଣ ଜବାବ କ'ଣ ପାଳନ କରୁଛେ? କୋଉ ଦିବସ ପାଳନ କରୁଛେ? କୋଉ ଦିବସ ପାଳନ କରୁଛେ? ଶିଶୁ ଦିବସ ପାଳନ କରୁଛେ ନାଇଁ କୋଉ ତାରିଖ ଶିଶୁ ପାଳନ କରୁଛେ? କେତେ ତାରିଖରେ? କେତେ ତାରିଖରେ? ନଭେମ୍ବର 14 ଆଉ ସେଇ ଫଟୋ ତଳେ ଲେଖା ହେଇଛି ଜନ୍ମ ମସିହା ମୃତ୍ୟୁ ମସିହା ମନେ ଅଛି? ମନେ ତେଣୁ କାଲିକି ଛୁଆ ଆଇଲେ ସମୟଠୁ ଆଇଲେ ତୁ ଆଗେ ସେଇଟା ମନେ ରଖିବୁ। ମୁଁ ପୁଣି 7 ଦିନ ପରେ ଆଉ ଥରେ ଆସିବି ସେଦିନ ତମକୁ ପଚାରିବି ହେଲା। ବର୍ତ୍ତମାନ ଗୋଟେ ଛୁଆ ମନ ନୂଆ ଗପ ପଞ୍ଚତନ୍ତ୍ର ଏଇଟା ବଢ଼ିଆ ହବ। ସେଇ ସବୁ ଗପ ପଢ଼ା ଏଇଟା କୋଉ ବିଷୟଟା କିଏ ପଢ଼ିଛ କହିଲ? ବହିରୁ କିଏ ପଢ଼ିଛ? କୋଉ ବିଷୟ ପଢ଼ିଛ? ତୁ କହିଛୁ ନା ବୋଧେ କୋଉ ବିଷୟ ପଢ଼ିଛୁ କହିଲୁ? ମାନେ ବିଷୟ ପଢ଼ା ଏଇଟା ଉନ୍ନତ କହିଦେଲୁ ଆଉ। ଏଥିରେ ବଢ଼ିଆ ମାଙ୍କଡ଼ ବୁଦ୍ଧି ଶିଖିଲା, ବୁଦ୍ଧିର ଜୟ, ଲୋଭରୁ ମୃତ୍ୟୁ, ଚତୁର ଠେକୁଆ, ନୀଳବର୍ଣ୍ଣ ଶୃଗାଳ, କପଟି ବନ୍ଧୁ, ବୋକା କଇଁଚ, ଚାଲାକ ମାଛ ଏଇଭଳିଆ 30ଟି ଗପ ଅଛି। ଯୋଉ ଗପକୁ ପଢ଼ିଲେ ଆମେ ସମାଜର ନୈତିକ ମୂଲ୍ୟବୋଧ ଜ୍ଞାନ ହାସଲ କରିବା। ଗୋଟେ ଦେଇଛି ଆମର ଲୋଭରୁ ମୃତ୍ୟୁ ତାକୁ ସବୁ ପଢ଼ିଥାଉ। କୁକୁରଟେ ଯାଉଥିଲା ମାଂସ ଖଣ୍ଡେ ଧରିକି ପଢ଼ିଛ ନା ନାଇଁ? ଶୁଣିଛ ନା ନାଇଁ? ଗୋଟେ ପୋଲ ଉପରେ ଗଲା, ପୋଲ ଉପରେ ଗଲା ପାଣି ଟିକେ ଚାହିଁଲା, ଦେଖିଲା ପାଣି ଭିତରେ କ'ଣ ହେଇଛି? ପାଣି ଭିତରେ କ'ଣ ହେଇଛି? ପାଣି ଭିତରେ କ'ଣ ହେଇଛି? ତାର ପ୍ରତିବିମ୍ବ ସିଏ ଭାବିଲା ପ୍ରତିବିମ୍ବ ନୁହଁ ସିଧା କୁଆ ତାର ପ୍ରତିବିମ୍ବ ନୁହଁ। ତା ଭିତରେ ଆଉ ଗୋଟେ କୁକୁର ସିଏ ଆଉ ଗୋଟେ ମାଂସ ଖଣ୍ଡେ ଧରିଛି। ହେଲେ ମତେ ଯେ ଆଉ ଖଣ୍ଡେ ମିଳି ନା ମୋର ଆଉ ଖଣ୍ଡେ ଖଣ୍ଡେ ଯାଇନା ଅଧିକ ଯାଇନା ଇଏ ଭାବିଲା କ'ଣ ତାଙ୍କୁ ଛାଡ଼ିଲା ଭୋକିଲା ଭୋକିଲା କ'ଣ ଯେ ଭରିବା ଦେଇଦେବ ଭାବିଲା। ଯେତେବେଳେ ଭୋକିଲା ଭରିଲା ମାଂସ ଖଣ୍ଡ କ'ଣ ହେଲା? ପାଣିରେ ପଡ଼ିଗଲା। ଇଏ ମାଂସ ଧରିବାକୁ ତା ଉପରକୁ ଡେଇଁଲା। ସିଏ କୁକୁର ପଳେଇଲା କୋଉଟା ପ୍ରତିବିମ୍ବ ଛବି ଦେଖାଯାଉଥିଲା ତା ମାଂସ ପାଣିରେ ଭାସିକି ପଳେଇଲା। ଲାଷ୍ଟ କୁକୁରଟି ବହୁ ପରିଶ୍ରମ କରି କଷ୍ଟ କୂଳକୁ ଆସିଲା। ଆଗ ମାଂସ ହେଇ ପଳେଇଲା। ସେ କୁକୁର ଯୋଉ ଖଣ୍ଡ ଥିଲା ସିଏ ବି ହେଲା। ତାମାନେ କ'ଣ ହେଲା? ଅତି ଲୋଭରୁ ମୃତ୍ୟୁ। ଲୋଭରୁ ଯୋଉ ଅତି ଲୋଭ ଗଲେ କ'ଣ ହବ? ମୂଳରୁ ଯିବ। ସେଇ ଜିନିଷଟା ଅତି ଲୋଭ କଲେ ମୂଳରୁ ଆମେ ଯେତିକି ମିଳୁଛି ଆମ ସକ୍ଷମ ଯେତିକି ଆମ ପାଇଁ ଯେତିକି ଆହାର ଆମେ ଯେତିକି ହବ। ଆମେ ଭୋଜିକି ଯାଇଛେ ମଟନ ହେଇଛି କ'ଣ ହେଇଛି? ମଟନ ହେଇଛି। ଆମେ କ'ଣ କଲେ ଆଉ କିଛି ଡାଲି ଫାଲି ନ ଖାଇକି ଖାଲି ମଟନକୁ ଆଡ଼େଇଲେ ଆମ ପେଟରେ 5 ପିସ୍ 3 ପିସ୍ ମଟନ ଯିବ। ଆମେ ଯଦି 3 ପିସ୍ କି 5 ପିସ୍ ଜାଗାରେ 20 ପିସ୍ ମଟନ ଖାଇକି ଆସିବା ସକାଳୁ କ'ଣ ହବ? ରୁଦ୍ର ଆଗକୁ ଟିକେ ହବ ମେଡିକାଲ କ'ଣ ଖାଇବ? ଇଞ୍ଜେକ୍ସନ ଆଉ କ'ଣ? ସାଲାଇନ୍। ରୁଦ୍ର ଆଗକୁ ଯା। କଷ୍ଟ ପାଇଲ, ଘରେ ପଇସା ଖର୍ଚ୍ଚ କଲ, ନିଜେ ଦୁର୍ବଳ ହେଲ, ହଇରାଣ ବି ହେଲ, ପାଠ ପଢ଼ା ବନ୍ଦ ହେଲା, ସବୁ ଲସ୍ ହେଲା ନା ନାଇଁ? ତେଣୁ ଅତି ଲୋଭ କଲେ ଲୋଭରୁ ମୃତ୍ୟୁ ସେଥିପାଇଁ କହିବ ହେଲା। ଆମକୁ ଯେତିକି ଆବଶ୍ୟକ ଆମେ ସେତିକି ଖାଇବା। ଆମ ଗାଈଟେ ମାଗଣା ମିଳିକି ଖାଇବା ନାହିଁ। ବାଟରେ ଗଲେ ଏବେ ଦେଖିଛ 2 ଦିନ ତଳେ ଗୋଟେ ସଫେଇ କର୍ମଚାରୀ ଦିଲ୍ଲୀର ଯୋଉ ସଫାଗଞ୍ଜ ରୋଡ ନା ନାଇଁ ଯୋଉ ସଫାଗଞ୍ଜ ରୋଡ ସେ କ'ଣ କଲା? 45 ଲକ୍ଷର ସୁନା ଗହଣା ରାସ୍ତାରୁ ପାଇଥିଲା। 2 ଦିନ ତଳେ ସଫା ଘଟଣା ନ୍ୟୁଜ୍ ଦେଖିଲେ ପାଇଲେ 45 ଲକ୍ଷର ସୁନା ରାସ୍ତାରୁ ପାଇଲା। ସିଏ ଚାହିଁଲେ ତା ଘରେ ରଖିଦେଇ ପାରିଥାନ୍ତା। ସଫା କରୁଥିଲା ମାଲିକ ବି ହେଇଯାଇ ପାରିଥାନ୍ତା। 45 ହେଲା ସିଏ କ'ଣ କଲା? ଥାନାରେ ଦେଲା। ତାର ତ ତାର ଲୋଭ ନାହିଁ। ଯଦି ଲୋଭ କରିଥାନ୍ତା ଯଦି ଚୋରି ସୁନା କାହାର ପଡ଼ିଛି ସେଟା ଖୋଜିକି ନେଇଯିବ। ମନେକର ଚୋରି ହେଇକି ଯାଇଛି ସେ ଚୋରଟା ପକେଇ ଦେଇକି ପଳେଇଛି ବା ତାର ଖସି ଯାଇଛି। ଆମେ ଆଣି ଘର ଲୁଚେଇକି ରଖିଦେଲେ ଏତେ ସୁନା ଗହଣା ହେଇଛି ରଖିଦେଲେ ଚୋର ସେଟା ପୋଲିସ ଖୋଜୁଥିବ। ସେଇ ସୁନା ତମେ ନେଇକି ପିନ୍ଧିଲା ବେଳକୁ ଗଲାବେଳକୁ
ଦୋକାନରେ ବିକିଲା ବେଳକୁ କ'ଣ କଲ ହବଟେ କହିଲ ତମେ ବି ସେଇ କେସ୍ ମନେ ହବ ନା ନାହିଁ। ତମେ ଚୋରେଇନ, ତମେ ବାଟରୁ ପାଇଛ, ତମର ଭୁଲ କୋଉଠି? ତମେ ଲୋଭ କଲ ନା ନାଇଁ। ସିଏ କ'ଣ କି ଥାନାରେ ଥାନା ତାକୁ ସାହସ ଦିଆଗଲା। ଆଗାମୀ ଦିନ ତାକୁ ମଧ୍ୟ ଯେଉଁ ରାଜ୍ୟସ୍ତର ପୁରସ୍କୃତ ସମ୍ବର୍ଦ୍ଧନା କରାଯିବ, ସଚ୍ଚୋଟ ଦେବ। ତେଣୁ ଲୋଭ ଆମେ କରିବା, ଆମକୁ ଯେତିକି ସମସ୍ତ ଆମର ଯେତିକି ଭାଗ ଆମେ ସେତିକି ନେବା, ବୁଝିଲା। ତେଣୁ ତମେ ସବୁଦିନ ଆସିଲେ ଖାଇ ଛୁଟି ପରେ ଯେଉଁ 2ଟା ପରେ 3ଟା ପରେ ଅଧଘଣ୍ଟେ ଏଇ ବହି ସବୁ ପଢ଼ିବ। ସମସ୍ତେ ଗୋଟେ ଗୋଟେ ବହି ଧରି ସବୁ ତମେ ପଢ଼ିବ। ପଢ଼ିଲେ କ'ଣ ହେବ? ପଢ଼ିଲେ ତମେ ନୈତିକ ମୂଲ୍ୟବାନ ସବୁ ଶିଖିବ, ବୁଝିଲା। ପଢ଼ିବ ଆମେ ଆଉ 7 ଦିନ ପରେ ସବୁ କହିଲି ସେ ମହାପୁରୁଷଙ୍କ ସବୁ ନାମ ରଖିଥିବ, ତା ଜନ୍ମ ତାରିଖ ଲେଖା ହେଇଛି। ତମ କ୍ଲାସରେ ଯାହା ଯାହା ଅଛି ସବୁ ମନେ ରଖିଥିବ। ମୁଁ ତମକୁ ସେଇ କ୍ଲାସରୁ ପଚାରିବି, ଆଉ କୁଆଡ଼େ ପଚାରିବି? ତମର ଏଇ ବହିରୁ ଏ ଯେଉଁ ମୋର ଆଇଡି ସବୁ ପଚାରିବି, ବୁଝିଲା। ଧନ୍ୟବାଦ। ସେପଟେ ବ୍ୟସ୍ତ ହେଲେ ଯିବା। ମୁଁ ବି ଆଉ ଗୋଟେ ସ୍କୁଲ ଯିବି, ମୁଁ ବି ବ୍ୟସ୍ତ ହେଲେ ନ ଆସିଲେ କ'ଣ ତମ ପାଖକୁ ଗୋଟେ ଭଲ ଲାଗିବନି। ତେଣୁ ଆସିକି ଯିବୁ, ସମସ୍ତେ ବସୁଛନ୍ତି ଆଉ ଆମେ ଟିକେ ରକ୍ଷା କରିବୁ।